ଧାନବେଣୀ ମକର ମେଳାରେ ପାହାଡ଼ ଚଢ଼ାର ମଜା ନେଉଛନ୍ତି ଦର୍ଶକ। ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ମନୋରମ ପରିବେଶ। ସୁନ୍ଦର ପୃଥିବୀର ସୁନ୍ଦର ପରିବେଶ ମଧ୍ୟରେ ମୁଣ୍ଡ ଟେକି ଛିଡ଼ା ହୋଇଛି ବିରାଟକାୟ ପଥର ପାହାଡ଼। କଳା ଧଳାର ମିଶ୍ରଣ ରଙ୍ଗରେ ସଜେଇ ହୋଇ ରହିଥିବା ପଥର ପାହାଡ଼ଟି ସତେଅବା ଆକାଶକୁ ଛୁଇଁ ଠିଆ ହୋଇଛି। ଆଜି ସେହି ପାହାଡ଼ ଛାତିରେ ଖେଳିଯାଇଛି ଜନସମୁଦ୍ରର ଲହରୀ। ଛୋଟରୁ ବଡ଼ ପର୍ଯ୍ୟନ୍ତ ପାଦ ପଡ଼ିଯାଇଛି ସେହି ପଥର ପାହାଡ଼ ଛାତିରେ। ଏହି ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବକ୍ସିବାରୀ ଗାଁ ଗ୍ରାମ ପଞ୍ଚାୟତର ଧାନବେଣୀ ମକର ମେଳାର ଦୃଶ୍ୟ। ମକର ପର୍ବରେ ଏଠାରେ ଏକ ମେଳା ପଡ଼ିଥାଏ, ଯାହାକି ଏ ଅଞ୍ଚଳ ପାଇଁ ମୁଖ୍ୟ ମେଳା। ଏହି ମେଳାକୁ ଅନେକ ଦୂରଦୂରାନ୍ତରରୁ ଦର୍ଶକ ଆସି ମେଳା ବୁଲି ଯାଇଥାନ୍ତି। ଅନେକ ଦୋକାନ ବଜାର ପଡ଼ିଥିବା ସହିତ ଏଠାରେ ଯାତ୍ରାପାର୍ଟି ମଧ୍ୟ ପଡ଼ିଥାଏ। ଖୁବ୍ ଗହଳ ଚହଳ ମଧ୍ୟରେ ଏଠାରେ ମକର ମେଳା ଆୟୋଜନ ହେଉଥିବା ବେଳେ ଏ ବର୍ଷ ମଧ୍ୟ ଖୁବ୍ ଉତ୍ସାହ ସହକାରେ ଏହି ଧାନବେଣୀରେ ମକର ମେଳା ଆୟୋଜିତ ହୋଇଯାଇଛି। ବିରାଟକାୟ ପଥର ପାହାଡ଼ର ଶୀର୍ଷ ଦେଶରେ ଶୋଭା ପାଉଛି ଏକ ଶିବ ମନ୍ଦିର। ଯେଉଁ ଶିବ ମନ୍ଦିରରେ ପୂଜା ପାଉଛନ୍ତି ବାବା ଧନେଶ୍ୱରାୟ ମହାଦେବ। ସେହି ଧନେଶ୍ୱରାୟ ମହାଦେବଙ୍କୁ ଦର୍ଶନ କରିବାକୁ ହେଲେ ପଥର ପାହାଡ଼ ଚଢ଼ି ଯିବାକୁ ପଡ଼ିଥାଏ। ମନ୍ଦିରକୁ ଯିବା ପାଇଁ ସେମିତି କୌଣସି ରାସ୍ତାର ସୁବିଧା ନଥିବା ବେଳେ ପାହାଡ଼ ଚଢ଼ିବା ହିଁ ଏକମାତ୍ର ବିକଳ୍ପ। ତା ସହିତ ପାହାଡ଼ ଚଢ଼ିବା ପାଇଁ ଖୁବ୍ ମଜା ଲାଗୁଥିବା ବେଳେ ଠାକୁର ଦର୍ଶନ କରିବା ପାଇଁ ଭକ୍ତମାନେ ଖୁବ୍ ଉତ୍ସାହ ସହକାରେ ପାହାଡ଼ ଚଢ଼ି ଠାକୁର ଦର୍ଶନ କରିବା ପାଇଁ ଯାଉଥାନ୍ତି। ଠାକୁରଙ୍କ ଭକ୍ତି ଏବଂ ବିଶ୍ୱାସରେ ବନ୍ଧା ହୋଇ ଯେତେବେଳେ ବିରାଟକାୟ ପାହାଡ଼ ଚଢ଼ୁଥାନ୍ତି, ବେଳେବେଳେ ଥକିଯାଇ ଭକ୍ତ ବସିଯିବାର ଦେଖିବାକୁ ମିଳିଥାଏ। ତଥାପି ଠାକୁରଙ୍କ ଅଶେଷ ମହିମା ଯୋଗୁଁ ଏତେ ବଡ଼ ପାହାଡ଼ ଚଢ଼ି ଠାକୁରଙ୍କୁ ଦର୍ଶନ କରି ଖୁସି ମନରେ ଫେରି ଆସିଥାନ୍ତି। ଧାନବେଣୀଠାରେ ଥିବା ଏହି ପବିତ୍ର ସ୍ଥାନ ଆଜି ଚଳଚଞ୍ଚଳ ହୋଇ ଉଠୁଛି। ବହୁ ଦୂରଦୂରାନ୍ତରରୁ ଦର୍ଶକ ଆସି ମକର ମେଳାକୁ ଖୁବ୍ ଉତ୍ସାହ ସହକାରେ ଉପଭୋଗ କରିବା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ସ୍ଥାନରେ ଦିନେ ଖାଁ ଖାଁ ଲାଗୁଥିଲା, ଆଜି ସେହି ସ୍ଥାନରେ ଜନଗହଳିର ଲହରୀ ଭାଙ୍ଗିବା ଦୃଶ୍ୟ ଖୁବ୍ ମନଲୋଭା ଦେଖାଦେଇଛି। କେନ୍ଦୁଝରର ମକର ପର୍ବ ଜିଲ୍ଲାର ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ମକର ମେଳା ପଡ଼ିଛି। କିନ୍ତୁ ଏହି ଧାନବେଣୀ ନିକଟରେ ଅନ୍ୟ ଏକ ପର୍ଯ୍ୟଟନସ୍ଥଳୀ ତୃପ୍ତି ସଫାରି ରହିଥିବାରୁ ତୃପ୍ତି ସଫାରିର ସୌନ୍ଦର୍ଯ୍ୟ ଉପଭୋଗ କରି ଦର୍ଶକ ଧାନବେଣୀ ମକର ମେଳାକୁ ଚାଲି ଆସିଥାନ୍ତି। ତେଣୁ ଏହି ମକର ମେଳା ଅନ୍ୟ ମେଳା ପଡ଼ିଆଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ। ଏହି ମେଳାକୁ ଆୟୋଜନ କରିବା ପାଇଁ ସ୍ୱତନ୍ତ୍ର କମିଟି ରହିଥିବା ବେଳେ ଦର୍ଶକମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ଧାନବେଣୀର ମକର ମେଳା ଚାଲୁଥିବାର ଜଣାପଡ଼ିଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।